ଫନିଠୁ ଭାଙ୍ଗିଗଲା ପରେ ବିଡିଓ ଘର ଦ୍ୱାରସ୍ଥ ଆମେ ହେଲୁ। ହେଲା ପରେ ବିଡିଓ କହିଲେ ମୁଁ ନିଜେ ଦେଖିକି ଆସିଲି ସବୁ କାମ ଠିକ ଅଛି। ତ ଆମେ ଆଜ୍ଞା ସରକାର ରହିଲା ଭିତରେ ବିଜେପି ସରକାରରେ ଆମେ କୌଣସି ସୁବିଧା ପାଇପାରିଲୁନି। ଏ ବିଡିଓ ମହାଶୟ ଯେଉଁ ସବୁ ଅସାମାଜିକ ଲୋକଙ୍କ ସାଥିରେ ମିଶିକି ଯେଉଁ ଆମକୁ ଅଣଦେଖା କରୁଛନ୍ତି ଏଟା କେତେ ଦୂର ଠିକ ରହୁଛି। ଆପଣଙ୍କ ମାଧ୍ୟମରେ ମୁଁ ଜଣାଉଛି ଯେ ଆମ ବଣ୍ଡାଗଡ଼ର 6 ନମ୍ବର ୱାର୍ଡର ଜନସାଧାରଣ କେମିତି ଟିକେ ଶୁଦ୍ଧ ପାଣି ଏବଂ ଗୋଟେ ରାସ୍ତା। ମୋ ନାଁ ଜଗନ ମଲ୍ଲିକ, 6 ନମ୍ବର ୱାର୍ଡ ବଇଞ୍ଚା ପଞ୍ଚାୟତ। ଆମର ଏଠି ପାଣି ସମସ୍ୟା ଦୀର୍ଘ 5 ବର୍ଷ ହେଲା ରହିଯାଇଛି। କିଛି ଦିନ ହେଲା ପାଣି ସପ୍ଲାଏ ଦେଇଥିଲେ, ପାଣି ସପ୍ଲାଏ ଦେଲା ବିଚ୍ଛିନ୍ନ ହେଲା। ଗୋଟେ ସୋଲାର ପ୍ଲାନିଂ ସରକାର ମଞ୍ଜୁର କଲେ। ତାହା ହଉ କିଛି ଦିନ ପୂର୍ବରୁ ଚାଲିଲା ପରେ ଫନିଠୁ ଭାଙ୍ଗିଗଲା ପରେ ବିଡିଓ ଘର ଦ୍ୱାରସ୍ଥ ଆମେ ହେଲୁ। ହେଲା ପରେ ବିଡିଓ କହିଲେ ମୁଁ ନିଜେ ଦେଖିକି ଆସିଲି ସବୁ କାମ ଠିକ ଅଛି। ତ ଆମେ ଆଜ୍ଞା ସରକାର ରହିଲା ଭିତରେ ବିଜେପି ସରକାରରେ ଆମେ କୌଣସି ସୁବିଧା ପାଇପାରିଲୁନି। ଏ ବିଡିଓ ମହାଶୟ ଅସାମାଜିକ ଲୋକଙ୍କ ସାଥିରେ ମିଶିକି ଯେଉଁ ଆମକୁ ଅଣଦେଖା କରୁଛନ୍ତି ଏଟା କେତେ ଦୂର ଠିକ ରହୁଛି। ଆପଣଙ୍କ ମାଧ୍ୟମରେ ମୁଁ ଜଣାଉଛି ଯେ ଆମ ବଣ୍ଡାଗଡ଼ର 6 ନମ୍ବର ୱାର୍ଡର ଜନସାଧାରଣ କେମିତି ଟିକେ ଶୁଦ୍ଧ ପାଣି ଏବଂ ଗୋଟେ ରାସ୍ତା। ଏବଂ ଆପଣ ଦେଖିଛନ୍ତି ଗାଁରେ ଲାଇଟ୍ ନାହିଁ। ଏଇ ଯେଉଁ ଗାଁ ଲାଇଟ୍ଟା ଲାଗିଛି ମୁଁ ନିଜେ ହାତରୁ କିଣିକି ଲଗେଇଛି ଲାଇଟ୍। ତେଣୁକରି ଆପଣଙ୍କୁ ମୁଁ ଏତିକି ଅନୁରୋଧ ଜଣାଉଛି ଯେ ଆମ ଗାଁରେ ଏଇ ଯେଉଁ ସମସ୍ୟା ଅଛି ଆପଣ ଅନୁରୋଧ କର୍ମରେ ଆପଣ ଏଟା ଟିକେ ସରକାରକୁ ଜଣାନ୍ତୁ। ଏବଂ ବିଡିଓ ମ୍ୟାଡାମ ଯେଉଁ ଭଳିଆ ଦୁର୍ନୀତି ଗ୍ରସ୍ତରେ ଚାଲୁଛନ୍ତି ତାଙ୍କୁ ଏଠୁ ତୁରନ୍ତ ସସ୍ପେଣ୍ଡ କରାଯାଆନ୍ତୁ। ଆମର ଏତିକି ଦାବି। ୱାର୍ଡ ମେମ୍ବର ବର୍ଣ୍ଣିତା ଭୂମି ମଣ୍ଡାଳ। ଫନି ବାତ୍ୟା ଠାରୁ ସେ ସୋଲାର ଫୋଲାର ସବୁ ଉଡି ଯାଇଛି। ଉଡିଗଲା ମୁଁ 5 ବର୍ଷ ହେଲାଣି କହୁଛି ଯାଇକି କୋଉଠି ପଞ୍ଚାୟତରେ କହିଲା ପୁଣି ସେ ଖବର ଦେଇଛନ୍ତି ବିଡିଓଙ୍କୁ। ବିଡିଓ ଆସିକି ଦେଖିକିରି କହୁଛନ୍ତି ଠିକ ଅଛି। ସିଏ ଟ୍ୟୁବୱେଲରୁ ପାଣି ପିଉଛୁ ଆଉ ସିଆଡେ ଆଇରନ୍ ଟ୍ୟୁବୱେଲ ହଳଦିଆ ହେଇଯାଉଛି ସେ ପାଣି। ଆଉ ସେ ଫନି ଠାରୁ ଦେଖିକି ଆସିଲେ କହିଲେ ଠିକ ଅଛି। ହେଇଗଲା ଯଦି ମୁଁ ବି ଦିଲ୍ଲୀ ବି ଫୋନ ନମ୍ବର ଆଣିକି ବି ଫୋନ କଲି, ସେ ଆସିଲେ କହିଲେ ଠିକ ଅଛି। ତାହେଲେ କଣ ଆମେ କରିବୁ? ପାଣି କୋଉଠି ପିଇବୁ? ଆଇରନ୍ ପାଣି ପିଇବୁ? ଟିକେ ଅନୁରୋଧ କରୁଛି ଯେ ମୁଁ ପାଣି କେମିତି ମୋ ଜନସାଧାରଣ ସୁରକ୍ଷିତ ରହିବେ, ପାଣି ଟା ଟିକେ ସଜଡା ସଜଡି କରିକିରି ସେଇଟା ଖରାପ ହେଇଯାଇଛି ଯୋଉ ସଜାଡି ସଜଡି କରିକିରି ସୁରକ୍ଷିତ ଭାବେ ପାଣି ପିଅନ୍ତୁ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।